नमस्कार। ओम नमो भगवते वासुदेवाय। श्रीमद् भागवत गीतार ଏହି ଗଭୀର ଆଧ୍ୟାତ୍ମିକ ଯାତ୍ରାରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଅଧ୍ୟାୟ କର୍ମଯୋଗର 24ତମ ଶ୍ଲୋକ ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ଯାଉଛୁ। ଏହି ଗୋଟିଏ ଶ୍ଲୋକରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କର୍ମର ଏକ ଏମିତି ରହସ୍ୟ ଖୋଲୁଛନ୍ତି ଯାହା ପୂରା ସୃଷ୍ଟିର ଆଧାର ବୋଲି କହିଲେ ଭୁଲ ହେବନି। ଦେଖନ୍ତୁ, ଅର୍ଜୁନଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଥିଲା, ଯଦି ଜ୍ଞାନ ହିଁ ସବୁଠୁ ବଡ଼, ତେବେ ଏ ଯୁଦ୍ଧ ଭଳି ଭୟଙ୍କର କର୍ମ କରିବାର କ'ଣ ଦରକାର? ଆଜିର ଆଲୋଚନାରେ ଆମେ ଏଇଟା ବୁଝିବାକୁ ଚେଷ୍ଟା କରିବା ଯେ ଭଗବାନଙ୍କ ଉତ୍ତରରୁ କେମିତି ଜଣାପଡ଼ୁଛି ଯେ ସ୍ୱୟଂ ଈଶ୍ୱର ବି କାହିଁକି କର୍ମରୁ ନିଜକୁ ଅଲଗା କରନ୍ତି ନାହିଁ। ଏହି ଆଧ୍ୟାତ୍ମିକ ଆଲୋଚନାକୁ ପୂରାପୂରି ଭାବେ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ହଁ, ଏମିତି ଜ୍ଞାନବର୍ଦ୍ଧକ ବିଷୟବସ୍ତୁ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ତାହେଲେ ଚାଲନ୍ତୁ ଆରମ୍ଭ କରିବା। ଆଚ୍ଛା, ପ୍ରଥମେ ମୁଁ ଶ୍ଲୋକଟିକୁ ପାଠ କରୁଛି। ଉତ୍ସି ଦେୟୁରିମେ ଲୋକା ନ କୁର୍ୟାମ୍ କର୍ମ ଚେଦହମ୍ ଶଙ୍କରସ୍ୟ ଚ କର୍ତ୍ତା ସ୍ୟାମୁ ଉପହନ୍ୟାମ୍ ଇମା ପ୍ରଜାଃ। 24। ଏହାର ଶବ୍ଦାର୍ଥ ତ ମୋଟାମୋଟି ସରଳ ଲାଗୁଛି, କିନ୍ତୁ ଏହାର ସରଳ ଅର୍ଥଟା ପ୍ରକୃତରେ କ'ଣ ହବ? ଏଠି ଭଗବାନ ଶ୍ରୀକୃଷ୍ଣ ବହୁତ ସ୍ପଷ୍ଟ ଭାବରେ କହୁଛନ୍ତି। ସେ କହୁଛନ୍ତି, ଯଦି ମୁଁ କର୍ମ ନ କରେ ହେଲା, ତେବେ ସମସ୍ତ ଲୋକ ପୁରା ସଂସାର ନଷ୍ଟଭ୍ରଷ୍ଟ ହୋଇଯିବ। ଆହୁରି ମଧ୍ୟ କହୁଛନ୍ତି, ମୁଁ ନିଜେ ସମାଜରେ କର୍ମହୀନତା ଆଉ ବର୍ଣ୍ଣସଙ୍କର ସୃଷ୍ଟିର କାରଣ ହେବି ଏବଂ ଏହି ସମସ୍ତ ପ୍ରଜାଙ୍କର ବିନାଶକାରୀ ସାଜିବି। ଏଇଠି ଗୋଟେ ବହୁତ ବଡ଼ ପ୍ରଶ୍ନ ଆସୁଛି ମନକୁ। ଭଗବାନ ତ ସର୍ବଶକ୍ତିମାନ, ତାଙ୍କୁ ତ କିଛି କରିବାର ଆବଶ୍ୟକତା ନାହିଁ, ତଥାପି ସେ କହୁଛନ୍ତି ଯେ ସେ ନିଜେ କର୍ମ କରନ୍ତି। ଏହା ପଛରେ ପ୍ରକୃତ କାରଣଟା କ'ଣ? ହଁ, ଏଇଟା ବହୁତ ଗଭୀର ପ୍ରଶ୍ନ, ଆଉ ଏହାର ମୁଖ୍ୟତଃ ଦୁଇଟି କାରଣ ଅଛି। ପ୍ରଥମ କାରଣ ହେଲା ନେତୃତ୍ୱ ପାଇଁ। ଭଗବାନ ଏହା ପୂର୍ବରୁ କହିଛନ୍ତି, ୟଦ୍ୟଦାଚରତି ଶ୍ରେଷ୍ଠ ଲୋକସ୍ତଦନୁବର୍ତ୍ତତେ। ସାଧାରଣ ଲୋକ ସବୁବେଳେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ହିଁ ଅନୁସରଣ କରନ୍ତି। ଜଣେ ନେତା କେବଳ ଆଦେଶ ଦେଲେ ହୁଏନି, ତାକୁ ନିଜେ ଆଚରଣ କରି ଗୋଟେ ଉଦାହରଣ ସୃଷ୍ଟି କରିବାକୁ ପଡ଼େ। ତ ଯଦି ସ୍ୱୟଂ ଭଗବାନ ନିଷ୍କ୍ରିୟ ହୋଇଯିବେ, ତାହେଲେ ସାଧାରଣ ମଣିଷ କ'ଣ ଭାବିବ? ସେ ଭାବିବ ଯେ କର୍ମ କରିବାର କୌଣସି ଆବଶ୍ୟକତା ହିଁ ନାହିଁ। ହଁ, ଏକଦମ ଠିକ୍। ଆଉ ଦ୍ୱିତୀୟ କାରଣଟା? ଦ୍ୱିତୀୟ କାରଣ ହେଲା ଉଦାହରଣ ସ୍ଥାପନ କରିବା। ଗୀତାର ମୂଳ ସନ୍ଦେଶ କ'ଣ? କର୍ମ କର, କିନ୍ତୁ ଫଳର ଆଶା ତ୍ୟାଗ କର। ଏହା ତ କର୍ମଯୋଗର ମୂଳ କଥା। ଯଦି ଭଗବାନ ନିଜେ ଏହାକୁ ଆଚରଣ କରି ନ ଦେଖେଇବେ, ତାହେଲେ ଏଇଟା ଖାଲି ଗୋଟେ ଥିଓରି ସିଦ୍ଧାନ୍ତ ହୋଇ ରହିଯିବ। ସେଥିପାଇଁ ତ ସେ ଯୁଦ୍ଧଠାରୁ ଆରମ୍ଭ କରି ଗୋପାଳନ ପର୍ଯ୍ୟନ୍ତ ସବୁ କାମ କରୁଥିଲେ, କିନ୍ତୁ ପୂରାପୂରି ନିରାସକ୍ତ ଭାବରେ। ଆଚ୍ଛା, ଏଠି କଥାଟା ଆହୁରି ମଜାଦାର ହେଉଛି। ଭଗବାନ କହୁଛନ୍ତି, ଯଦି ମୁଁ କର୍ମ ନ କରେ, ତେବେ ସଂସାର ନଷ୍ଟ ହୋଇଯିବ। ଏହାର ଗୂଢ଼ ଅର୍ଥ କ'ଣ? ତାଙ୍କର ଇଚ୍ଛାରେ ତ ସବୁକିଛି ଚାଲିଛି, ତାପରେ ଏମିତି କାହିଁକି? ଦେଖନ୍ତୁ, ଏହାର ଗୂଢ଼ ଅର୍ଥ ହେଉଛି ପ୍ରକୃତିର ସନ୍ତୁଳନ। ଭଗବାନ ପୂର୍ବରୁ କହିଛନ୍ତି ଯେ ସଂସାରଟା ଗୋଟେ ଚକ୍ରରେ ଚାଲେ। ଯେମିତି ଯଜ୍ଞରୁ ବର୍ଷା, ବର୍ଷାରୁ ଅନ୍ନ, ଅନ୍ନରୁ ପ୍ରାଣୀ, ଆଉ ପ୍ରାଣୀଙ୍କ କର୍ମରୁ ପୁଣି ଯଜ୍ଞ। ଏଟା ଗୋଟେ ସାଇକେଲ। ଯଦି ଭଗବାନ ନିଜେ ଏହି ଚକ୍ରକୁ ବନ୍ଦ କରିଦେବେ, ତାହେଲେ ପୁରା ପ୍ରକୃତିର ବ୍ୟବସ୍ଥା ହିଁ ବିଗିଡ଼ିଯିବ। ଓହୋ, ଅର୍ଥାତ୍ ସେ ନିଜେ ହିଁ ସେହି ଚକ୍ରର ଏକ ଅଂଶ ହୋଇ କାମ କରୁଛନ୍ତି। ଏକଦମ। ଏହାଛଡ଼ା ଆଉ ଗୋଟେ କଥା ଅଛି, ଯଦି ସର୍ବୋଚ୍ଚ ଶକ୍ତି ନିଜେ ନିଷ୍କ୍ରିୟ ହୋଇଯିବ, ତାହେଲେ ମଣିଷ କର୍ମ କରିବାର ପ୍ରେରଣା ହିଁ ହରାଇବ। ବୁଝିଲି। ଆଚ୍ଛା, ଶ୍ଲୋକରେ ଯେଉଁ ଶଙ୍କରସ୍ୟ ଚ କର୍ତ୍ତା ସ୍ୟାମ୍ ବୋଲି କୁହାଯାଇଛି, ଏଠାରେ ଶଙ୍କରର ଅର୍ଥ କ'ଣ କେବଳ ବର୍ଣ୍ଣଶଙ୍କର, ଜାତି ମିଶ୍ରଣ? ନା, ବିଲକୁଲ ନୁହେଁ। ଏହାର ଅର୍ଥ ବହୁତ ବ୍ୟାପକ। ଏଠି ଶଙ୍କରର ମୁଖ୍ୟ ଅର୍ଥ ହେଉଛି କର୍ତ୍ତବ୍ୟ ତ୍ୟାଗରୁ ଯେଉଁ ସାମାଜିକ ଅବ୍ୟବସ୍ଥା ସୃଷ୍ଟି ହୁଏ, ସେଇଟା। ଯେତେବେଳେ ଲୋକମାନେ ନିଜ ନିଜର ଧର୍ମ କର୍ତ୍ତବ୍ୟ ତ୍ୟାଗ କରନ୍ତି, ସେତେବେଳେ ସମାଜ ଭାଙ୍ଗିଯାଏ। ଗୋଟିଏ ଉଦାହରଣ ଦେଇ ବୁଝେଇଲେ ଭଲ ହୁଅନ୍ତା। ହଁ, ନିଶ୍ଚୟ। ଭାବନ୍ତୁ, ଯଦି ଜଣେ ଶିକ୍ଷକ ପଢ଼େଇବା ଛାଡ଼ିଦିଏ, ଜଣେ ସୈନିକ ଦେଶରକ୍ଷା ଛାଡ଼ିଦିଏ, ଆଉ ଜଣେ କୃଷକ ଚାଷ କରିବା ଛାଡ଼ିଦିଏ, ତାହେଲେ କ'ଣ ହବ? ସମାଜ କେତେଦିନ ଚାଲିବ? ବେଶୀ ଦିନ ତ ଚାଲିପାରିବନି, ସବୁ ବିଶୃଙ୍ଖଳିତ ହୋଇଯିବ। ସେହି କଥା ହିଁ ଭଗବାନ କହୁଛନ୍ତି। ଯଦି ସେ ନିଜେ ସଂରକ୍ଷଣର କାମ ଛାଡ଼ିଦେବେ, ତେବେ ମଣିଷ ବି ତାଙ୍କୁ ଦେଖି କର୍ତ୍ତବ୍ୟ ତ୍ୟାଗ କରିବ, ଆଉ ସମାଜର ବିନାଶ ତ ନିଶ୍ଚିତ। ବାଃ, ବହୁତ ସୁନ୍ଦର ଭାବେ ବୁଝେଇଲେ। ତାହେଲେ ଏସବୁର ସାରାଂଶ କ'ଣ?
এই ଗୋଟିଏ ଶ୍ଲୋକ ଆମ ଆଧୁନିକ ଜୀବନ ପାଇଁ କି ବାର୍ତ୍ତା ଦଉଛି? ଏହାର ଆଧୁନିକ ପ୍ରାସଙ୍ଗିକତା ବହୁତ ବହୁତ ଗଭୀର। ପ୍ରଥମତଃ, ଦାୟିତ୍ୱ ଛାଡ଼ିବା ହିଁ ବିନାଶର କାରଣ। ଜଣେ ବ୍ୟକ୍ତି, ସେ ବାପା ହେଉ, ମା ହେଉ, ନେତା ହେଉ କିମ୍ବା ସାଧାରଣ କର୍ମଚାରୀ, ଯଦି ସେ ନିଜ କାମ ଛାଡ଼ିଦିଏ, ତା ଉପରେ ନିର୍ଭର କରୁଥିବା ସମସ୍ତେ ପ୍ରଭାବିତ ହୁଅନ୍ତି। ଏକଦମ ଠିକ୍। ଆଉ ଦ୍ୱିତୀୟ କଥା? ଦ୍ୱିତୀୟତଃ, ଶ୍ରେଷ୍ଠ ବ୍ୟକ୍ତି ସବୁବେଳେ କର୍ମଯୋଗୀ ହେବା ଦରକାର, କାରଣ ତାଙ୍କୁ ଦେଖି ହିଁ ଅନ୍ୟମାନେ ପ୍ରେରଣା ପାଆନ୍ତି। ଯଦି ନେତୃତ୍ୱ ହିଁ ନିଷ୍କ୍ରିୟ ହୋଇଯିବ, ତେବେ ତଳସ୍ତରର ସମସ୍ତେ, ପୁରା ସଂଗଠନ ବା ସମାଜ ହିଁ ଭାଙ୍ଗିଯିବ। ଆଉ ତୃତୀୟ ବାର୍ତ୍ତା, ଯାହା ମୋତେ ଲାଗୁଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଧ୍ୟାତ୍ମିକତାକୁ ନେଇ। ହଁ, ତୃତୀୟ ବାର୍ତ୍ତାଟି ହେଉଛି ଆଧ୍ୟାତ୍ମିକତା ମାନେ ପଳାୟନ ନୁହେଁ। ପ୍ରକୃତ ଆଧ୍ୟାତ୍ମିକତା କର୍ତ୍ତବ୍ୟ ତ୍ୟାଗ କରିବାରେ ନାହିଁ, ବରଂ ନିଜ କର୍ତ୍ତବ୍ୟକୁ ପାଳନ କରି ଈଶ୍ୱରଙ୍କଠାରେ ସ୍ଥିତ ରହିବାରେ ଅଛି। ବାଃ, ତାହେଲେ ଆଜିର ଆଲୋଚନାରୁ ଏଇଟା ପୁରା ସ୍ପଷ୍ଟ ହୋଇଗଲା ଯେ ସଂସାରକୁ ଚଲେଇବା ପାଇଁ କର୍ମ ଅପରିହାର୍ଯ୍ୟ, ଆଉ ଶ୍ରେଷ୍ଠ ବ୍ୟକ୍ତିମାନଙ୍କୁ କର୍ମ କରି ଉଦାହରଣ ସୃଷ୍ଟି କରିବାକୁ ପଡ଼ିବ। ଏପରିକି ସ୍ୱୟଂ ଭଗବାନ ମଧ୍ୟ ଧର୍ମସ୍ଥାପନ ପାଇଁ କର୍ମ କରନ୍ତି। ହଁ, ଆଉ ଏଠି ମୁଁ ଗୋଟେ ଚିନ୍ତା କରିବା ଭଳି ବିଷୟ ଛାଡ଼ିଯିବାକୁ ଚାହୁଁଛି। ନିଶ୍ଚୟ, କୁହନ୍ତୁ। ଯଦି ସ୍ୱୟଂ ବ୍ରହ୍ମାଣ୍ଡର ସ୍ୱାମୀ, ଯିଏ ସବୁକିଛିର ମାଲିକ, ସେ ବି ଯଦି ବିଶ୍ୱର ସୁବ୍ୟବସ୍ଥା ପାଇଁ ନିଜର ନିର୍ଦ୍ଧାରିତ କର୍ତ୍ତବ୍ୟକୁ ଜରୁରୀ ମନେ କରୁଛନ୍ତି, ତେବେ ଆମ ଭିତରୁ କେହି ନିଜ କର୍ତ୍ତବ୍ୟକୁ, ତାହା ଯେତେ ଛୋଟ ବା ସାଧାରଣ ଲାଗୁ ପଛେ, ତୁଚ୍ଛ ବା ଅନାବଶ୍ୟକ ବୋଲି କେମିତି ଭାବିପାରିବ? ବାଃ, ଏକ ଅଦ୍ଭୁତ ପ୍ରଶ୍ନ। ଏହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି। ଆଶା କରୁଛୁ ଆଜିର ଏହି ଆଧ୍ୟାତ୍ମିକ ବିଶ୍ଳେଷଣ ଆମ ଶ୍ରୋତାମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଏହି ଆଲୋଚନା ପସନ୍ଦ ଆସିଛି, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଅନ୍ୟମାନଙ୍କ ସହ ସେୟାର କରି ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଲାଭ କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜର ଭକ୍ତି ପ୍ରକାଶ କରିପାରିବେ। ଆଗାମୀ ଶ୍ଲୋକର ଆଲୋଚନା ଶୁଣିବାକୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।